ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଆପଣଙ୍କୁ ଯଦି ଡାଇରେକ୍ଟ ପଚାରିବି, ଫ୍ରଣ୍ଟ ଟୁ ଫ୍ରଣ୍ଟ ଦେଖାହେବ, ଆପଣଙ୍କୁ ପଚାରି କେମିତି ଅଛନ୍ତି, କିଛି ଲୋକ କହିବେ ଭଲ ଅଛନ୍ତି। ମ୍ୟାକ୍ସିମମ୍ ଲୋକ ତ କହିବେ ମୁଁ ଜାଣିଛି ଭଲ ଅଛନ୍ତି। ଆଉ ଜଣେ ଜଣେ ତା ଭିତରେ ବହୁତ ସାରା କମ୍ପ୍ଲେନ୍ ଆଣନ୍ତି। ଆଜ୍ଞା ମୁଁ ଯେମିତି ପ୍ଲାଣ୍ଟରେ କାମ କରୁଛି, ଓଡ଼ିଶାରେ କାମ କରିଛି, ଓଡ଼ିଶା ବାହାରେ କାମ କରିଛି, ଇଣ୍ଡିଆ ବାହାରେ କାମ କରୁଛି ଆଉ କରୁଛି ଏବେ। ତ ଏଥିରୁ ବହୁତ ଲୋକଙ୍କୁ ସହିତ ମିଶିଛି। ତ କିଛି ଲୋକ 90% ଲୋକ ତ ମୋତେ ଭଲ ହିଁ ଆନ୍ସାର ଦିଅନ୍ତି। କିଛି ଲୋକ ଥାଆନ୍ତି ସବୁବେଳେ ତାଙ୍କ ଜୀବନ ସାରା କମ୍ପ୍ଲେନ୍, ସୁନା ରୂପା ହୀରା ମୋତି ମାଣିକ ଦେଲେ ବି ଆଜ୍ଞା କମ୍ପ୍ଲେନ୍, ବୁଝିଲେ। ପ୍ଲାଣ୍ଟରେ ସିଫ୍ଟ ଅନୁଯାୟୀ ଡ୍ୟୁଟି ହୁଏ। ସିଫ୍ଟରେ ସବୁବେଳେ ମୋ ପାଖରେ ଏଇ ପିଲାଟା ହେଲେ ଏମିତି ହେବ, ସେ ପିଲାଟା ହେଲେ ସେମିତି ହେବ, ସେ ପିଲାର କମି ଏମିତିଆ, ୟାର କମି ଏମିତିଆ, କେବେ ନିଜର କମି କୁହନ୍ତି ନାହିଁ। ତ ଆଜିର ସେଇ କମି ଉପରକୁ ନେଇ ଗୋଟେ ଗପ। ଗୋଟେ ଗାଁରେ ରଘୁବାବୁ ବୋଲି ଜଣେ ବ୍ୟକ୍ତିତ୍ୱ ଥିଲେ। ସେ ସବୁବେଳେ ଠାକୁର ବିଶ୍ୱାସୀ, ମାନେ ବାବା ବିଶ୍ୱାସୀ, ବାବା ଏମିତି କରିଦେବେ, ଠାକୁର ଏମିତି କରିଦେବେ। କିନ୍ତୁ କେବେ କୁହନ୍ତିନି କି ସମାଜର ପରିବେଶର ଲୋକଙ୍କୁ ନେଇ ଆମେ ଚଳୁଛେ, ସେମାନେ ଆମର ଯାହା କରିବେ, ସେମାନଙ୍କ ପ୍ରତି ଭଲ ଚିନ୍ତାଧାରା କରିବା, ସେମାନେ କରିବେ ନା, ସେମିତି ନୁହଁ। ଲୋକମାନଙ୍କୁ ବଦଳିବାକୁ ପଡ଼ିବ। ମୁଁ ଯେମିତି ରାଗୁଛି କି ମୁଁ ଯେମିତି ଭଲ କଥା ହେଉଛି, ମୋ ସହିତ ଭଲ କଥା ହେବେ। ମୁଁ ଯଦି ରାସ୍ତାରେ ବାମ ପାଖରେ ଚାଲୁଛି, ସେମାନେ ବାମ ପାର୍ଶ୍ୱରେ ଯିବେ। ମୁଁ ଯଦି ଡାହାଣ ପାର୍ଶ୍ୱରେ ଯାଉଛି, ମୁଁ ଡାହାଣ ପାର୍ଶ୍ୱରେ ଯିବେ। ମୁଁ ଯଦି ଏମିତି ଖାଉଛି, ସେ ସେମିତି ଖାଇବେ। ସବୁବେଳେ କମ୍ପ୍ଲେନ୍ ଦିଅନ୍ତି, ମୋ ସରାଉଣ୍ଡିଂ ଜମା ଭଲ ନୁହଁ, ମୋ ପାଖରେ ଏଇଟା ନାହିଁ, ମୋ ପାଖରେ ସେଇଟା ନାହିଁ, ସବୁ ଜୀବନ ସାରା ନେଇ କମ୍ପ୍ଲେନ୍। ଯେହେତୁ ସେ ଠାକୁର ବିଶ୍ୱାସୀ, ବାବା ବିଶ୍ୱାସୀ, ଦିନେ ଗୋଟେ ବାବା ପାଖକୁ ଯାଇଥିଲେ। ବାବାଙ୍କୁ ବହୁତ ଭଲ ପାଆନ୍ତି, ସେ ବହୁତ ବିଶ୍ୱାସ କରନ୍ତି। ବାବାଙ୍କୁ ଯାଇ କହିଲେ, ବାବା ମୁଁ ଆପଣଙ୍କୁ କିଛି କଥା ହେବାକୁ ଚାହୁଁଛି। ବାବା କହିଲେ ସମସ୍ତଙ୍କ ଆଗରେ? ନାଇଁ 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 ନାଇଁ, ମୁଁ ଏକାନ୍ତରେ କଥା ହେବି, ସମସ୍ତଙ୍କ ଆଗରେ ପରିପ୍ରକାଶ କରିପାରିବିନି, ଏ ପରିବେଶ ଭଲ ନୁହଁ, ସେଥିଲାଗି ମୁଁ ଆପଣଙ୍କ ସହିତ କଥା ହେବି। ବାବା ଶୁଣିକି ଆଶ୍ଚର୍ଯ୍ୟ, ହଉ ଠିକ୍ ଅଛି, ତ ଅପେକ୍ଷା କର। ସବୁ ଭକ୍ତ ଗଲା ପରେ ସେ ବାବାଙ୍କୁ ଭେଟିଲେ। ବାବା କହିଲେ ତୁମେ ଏକାନ୍ତରେ କ'ଣ ଜଣାଇବାକୁ ଚାହୁଁଛ? ଏତେ ଭକ୍ତ ଥିବା ମଧ୍ୟରେ ଜଣେଇଲେ ଅସୁବିଧା କ'ଣ? ନାଇଁ ବାବା, ଏଇ ଲୋକମାନେ ଖରାପ, ଏଇ ଲୋକମାନେ ଦୁନିଆକୁ ଆସି ଏମିତି କରୁଛନ୍ତି, ଆଗରେ ଗୋଟେ କଥା କହୁଛନ୍ତି, ପଛରେ ଗୋଟେ କଥା କରୁଛନ୍ତି, ଜମା ସୁଧୁରିବାକୁ ଚାହୁଁନାହାନ୍ତି। ବାବା ତାଙ୍କ କଥା ଶୁଣି ହସିଦେଲେ। ବାବା ଆପଣ ବି ହସି ଦେଉଛନ୍ତି, ଆପଣ ମୋତେ କ୍ରିଟିସାଇଜ୍ କରୁଛନ୍ତି। ବାବା ପୁଣି ଅନେକ ହସିଦେଲେ। ଆରେ କଥାଟା ତ ଶୁଣ। ତ ନା କ'ଣ କହିବି, ଆପଣ ତ ବି କ୍ରିଟିସାଇଜ୍ କଲେଣି ଅନ୍ୟମାନଙ୍କ ଭଳିଆ। ଆପଣଙ୍କ ପାଖକୁ ମୁଁ ଏତେ ବିଶ୍ୱାସ କରୁଛି, ଆପଣଙ୍କୁ ଏତେ ଭଲ ପାଉଛି, ଏତେ ଭକ୍ତି କରୁଛି, ତଥାପି ଆପଣ ସେୟା କରୁଛନ୍ତି। ତ ବାବା କହିଲେ ହଉ ଠିକ୍ ଅଛି, ହଉ ଯାଅ ଗ୍ଲାସ୍ରେ ଟିକେ ପାଣି ଆଣିବ ଆଉ ଟିକେ ଲୁଣ ଆଣିବ। ସେ ଗ୍ଲାସ୍ରେ ପାଣି ଆଣିଲେ ଆଉ ଲୁଣ ଆଣିଲେ। ବାବା ସେ ଗ୍ଲାସ୍ରେ ଲୁଣ ଟିକେ ପକାଇ ମିକ୍ସ କରିଦେଲେ ଆଉ ତାକୁ କହିଲେ ପିଇବା ପାଇଁ। ଟିକେ ଅଧିକା ଲୁଣ ହେତୁ ସେ ପିଇଦେଲା ପରେ ଭଲ ଚିଚିଡ଼ା ହେଇଗଲା। ବାବା ୟାକୁ କ'ଣ ମୋତେ ଦେଲେ ପିଇବା ପାଇଁ, ଇଏ ଏତେ ଲୁଣି, ଏତେ କଡ଼ା ଲାଗୁଛି, ପିଇ ହେବନି ଏଇସବୁ ପାଣି। ବାବା ପୁଣି ହସିଦେଲେ। ବାବା ଆପଣ ଲୁଣି ପାଣି ଦେଇ ମୋତେ ହସୁଛନ୍ତି, ପୁଣି ରାଗିଗଲା। ଆପଣ ବି ସେମିତି ଅନ୍ୟମାନଙ୍କ ଭଳିଆ। ବାବା କହିଲେ ଟିକେ ଧୈର୍ଯ୍ୟ ଧର ବାବା, ଧୈର୍ଯ୍ୟ ଧର। ସେ ନେଇଗଲେ, ତାଙ୍କ ପାଖରେ ଗୋଟେ ସୁନ୍ଦର ପୋଖରୀଟେ ଥାଏ, ବହୁତ ପରିଷ୍କାର, ବହୁତ ପରିଷ୍କାର। ସେ ପାଣିକି ବି ଯିଏ ପାଇଲେ ସେ ପିଉଥିଲେ, ଗ୍ରହଣ କରୁଥିଲେ। ତ ସେ କ'ଣ କଲେ, ତା ଦେହରେ ସେଇ ଲୁଣ ସେତିକି ନେଇକି ସେ ପାଣିରେ ପକାଇଦେଲେ। ସେ ପାଣି ବହୁତ ସ୍ୱାଦ ଥିଲା ଆଗରୁ, ତ ପକାଇଦେଲେ ସେତିକି ଲୁଣ, ଯେତିକି ଗ୍ଲାସ୍ରେ ପକାଇଲେ ସେତିକି ଲୁଣ ନେଇ ସେ ଗଡ଼ିଆରେ ପକାଇଦେଲେ। ଗଡ଼ିଆରେ ପକାଇଲା ପରେ ସେ ଗ୍ଲାସ୍ରେ ପାଣି ଆଣି ଟିକେ ଦେଲେ ତାକୁ ପିଇବା ପାଇଁ। ସେ ତାକୁ ପିଇଲା ପରେ ସେ କହିଲା, ବାବା ଏ ପାଣି ତ ବହୁତ ଟେଷ୍ଟି, ବହୁତ ମିଠା ଲାଗୁଛି, ବଢ଼ିଆ ଲାଗୁଛି। ବାବା ହସିଦେଲେ। ଏବେ ତୁମେ ପୁରା ରାଗୁଥିଲ, ପୁଣି ସେ ଗ୍ଲାସ୍ରେ ପାଣି ଦେଲେ ତୁମେ ଶାନ୍ତ ହେଇଗଲ କ'ଣ ପାଇଁ? ସେ ବାବାଙ୍କ ମୁହଁକୁ ଅନେଇଲା। ବାବା ତାକୁ କହିଲେ, ବାବୁରେ ଆମର ଜୀବନରେ ଦୁଃଖ ସବୁବେଳେ ଏମିତିଆ। ଆମେ ଯଦି ପ୍ରତ୍ୟେକ ମୁହୂର୍ତ୍ତରେ ଆମର ସୁବିଧା ଅସୁବିଧା ଥାଏ, ଆଉ ଯଦି ସେ ଅସୁବିଧାକୁ ନେଇ ଏ ଗ୍ଲାସ୍ ଭଳିଆ ପାଣିରେ ଆମେ ରଖିବା, ତାହେଲେ ଆମ ଜୀବନରେ ସେ ଅସୁବିଧା ଏତେ ବହୁତ ବଡ଼ ଲାଗିବ ଆଉ ଆମ ସରାଉଣ୍ଡିଂ ସବୁ ଖରାପ ଲାଗିବ। ଯଦି ଆମେ ସେଇ ଅସୁବିଧା ନେଇ ଏତେ ବଡ଼ ପୋଖରୀ ବିଶିଷ୍ଟ ଏତେ ଲୋକଙ୍କ ଭିତରେ ରହିବା, ନିଜକୁ ତାଙ୍କ ଭିତରେ ମଜେଇ ଦେବା, ତାହେଲେ କେବେ ବି ଆମକୁ ସେ ଜୀବନଟା କଷ୍ଟ ଲାଗିବନି। ଆଉ ଗୋଟେ କଥା ମନେ ରଖିଥା, ତାକୁ କହିଲେ କି ଯଦି ରାସ୍ତା ସାରା ଆମ କଣ୍ଟା ପଡ଼ିଛି ନା, ଆମେ ତାକୁ କଣ୍ଟାଟାକୁ ଚମଡ଼ାରେ ନ ଘୋରେଇକି ଯଦି ଗୋଡ଼ରେ ଗୋଟେ ଚପଲ ପିନ୍ଧିଦେବା, ମେ ବି ସେ କଣ୍ଟାରୁ ବଞ୍ଚିପାରିବା।
କିମ୍ବା ରାସ୍ତା କାଟି ପଳେଇବା ସେ କଣ୍ଟାରୁ ବଞ୍ଚିପାରିବା। ଆମେ କେବେ ବି ହେଲେ ସେ କଣ୍ଟା ଉପରେ ଚମଡ଼ା ଘୋରାଇଲେ ଆମ ଗୋଡ଼ ସୁରକ୍ଷିତ ରହିବନି। ବୁଝିଲେ ତ ଆଜ୍ଞା? ତ ଆମ ଜୀବନରେ ଦୁଃଖ ସବୁବେଳେ ଥିବ, ଦୁଃଖ କେବେ ବି ଯିବ ନାହିଁ। ଯଦି ଆମେ ତା'ର ସଲ୍ୟୁସନ୍ ଖୋଜିବା, ଆମେ ତାକୁ ସମସ୍ତଙ୍କ ଭିତରେ କେମିତି ହସ ଖୁସି ରହିବା ଆମେ ବାଛିବା, ଲୋକମାନଙ୍କର କମି ନ ବାଛିକି ଆମେ ତାଙ୍କ ଭିତରେ କେମିତି ଭଲ ରହିବା, ତାହେଲେ ଭାବିଲେ ଆମେ ବହୁତ ଖୁସି ରହିବା। ନହେଲେ ଜୀବନ ସାରା ସେଇ ଲୋକ ଭଳିଆ କମ୍ପ୍ଲେନ୍ କରୁଥିବା, ମୋ ପାଖରେ ଇଏ ହେଲାନି, ମୋ ପାଖରେ ସିଏ ନାହିଁ। ଆଜ୍ଞା ମୋ ସହିତ ଏମିତି ଘଟିଛି। ଜେଏସ୍ଡବ୍ଲ୍ୟୁ ଥିଲାବେଳେ ଜଣେ ବୟସ୍କ ବ୍ୟକ୍ତି ଥିଲେ, ସେ ବି ଏମିତିଆ। ତାଙ୍କୁ କେତେ ସୁନ୍ଦର ଜିନିଷ ଦେଲେ ବି ଆଜ୍ଞା, ହୀରା ଦେଲେ ବି ସେ ତା ଦେହରୁ କମି ବାହାର କରିଦେବେ, କହିବେ ୟା ଦ୍ୱାରା ଏଇ ଜିନିଷଟା ହେଇଥିଲେ ଏମିତି ହେଇଥାନ୍ତା। ଆଜ୍ଞା ଅନୁଭବର ଜିନିଷ ମୁଁ ଆପଣଙ୍କ ସହିତ ସେୟାର କରୁଛି, କିଛି ବି ଅଲଗା ଜିନିଷ ନୁହଁ। ଯଦି ଆପଣଙ୍କୁ ଏହା ଭଲ ଲାଗୁଥିବ, ଯଦି ଏ ଗପଟି ଆପଣଙ୍କୁ ଶିକ୍ଷଣୀୟ ହୋଇଥିବ, ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ମୁଁ ଅପେକ୍ଷା କରିବି ଆପଣଙ୍କ କମେଣ୍ଟକୁ। ଯଦି ଆପଣ କମେଣ୍ଟ ଦେଲେ କି ଏଥିରୁ କ'ଣ ଶିଖୁଛନ୍ତି, ତାହେଲେ ମୁଁ ଜାଣିବି ମୋର ଗଳ୍ପର କିଛି ମହତ୍ତ୍ୱ ଅଛି। ଧନ୍ୟବାଦ। ଅପେକ୍ଷା ରହିଲି ଆପଣଙ୍କ କମେଣ୍ଟକୁ।